ସେପ୍ଟେମ୍ବର ସୁଦ୍ଧା ଦାବି ପୂରଣ ନହେଲେ ଅକ୍ଟୋବରରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଆଉଟସୋର୍ସିଂ କର୍ମଚାରୀ ସଭ ଚେତାବନୀ ଦେଇଛି। ଦଇଛିର ପୂର୍ବ ସରକାର ଶୁଣିଲା ନାହିଁ। ରାଜରାସ୍ତାରେ ଓହ୍ଲାଇ ଆନ୍ଦୋଳନ କରିଥିଲୁ। ବିଧାନସଭା ଘେରାଉ ବି କରିଥିଲୁ। ତେବେ ନିର୍ବାଚନ ପାଖେଇ ଆସୁଥିବା ସମୟରେ ପୁରୁଣା ସରକାର 25% ଦରମା ବୃଦ୍ଧି କଲେ, ଯାହା ଆଜି ଯାଏ ମିଳିଲା ସରକାର ବିପକ୍ଷରେ ଥିଲା ନାହିଁ। ନୂଆ ବେଳେ ସବୁବେଳେ ଆମର ଦାବିକୁ ସମର୍ଥନ ଜଣାଇ ଆସୁଥିଲା। କ୍ଷମତାକୁ ଆସିବା ଆଗରୁ କହିଥିଲେ ଆମେ ସରକାର ଗଢ଼ିଲେ ଆଉଟସୋର୍ସିଂ ବ୍ୟବସ୍ଥାର ଅନ୍ତ ହେବ, ହେଲେ ସରକାର ଏଯାଏ ଆଉଟସୋର୍ସିଂ କର୍ମଚାରୀଙ୍କ ଚାକିରି ସୁରକ୍ଷା ଦିଗରେ କିଛି ଠୋସ୍ ପଦକ୍ଷେପ ଗ୍ରହଣ କରି ଆମର ଦରମା ବୃଦ୍ଧି ହେଉନାହିଁ। 10 ବର୍ଷ ତଳେ ଯେଉଁ ଦରମା ଥିଲା ଆଜି ବି ତାହା ରହିଛି। ତା ସହିତ ଆମ ଚାକିରିର ସୁରକ୍ଷା ନାହିଁ। ଅଧିକାରୀ ଯେବେ ଚାହିଁଲେ ତେବେ ଏକ କାରଣ ଦର୍ଶାଳ ନୋଟିସ୍ ଜାରି କରି ଚାକିରିରୁ ବିଦା କରିଦେଉଛନ୍ତି। ଆମେ ଆଉ କେତେ ନିର୍ଯାତନା ସହିବୁ? ସରକାର ଆମର ଦାବି ପୂରଣ କରନ୍ତୁ, ନହେଲେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଆଜି ସ୍ଥାନୀୟ ରିକା କଲ୍ୟାଣ ମଣ୍ଡପରେ ଆୟୋଜିତ ସାଧାରଣ ସାମ୍ବାଦିକ ସମ୍ମିଳନୀରେ ସରକାରକୁ ଚେତାବନୀ ଦେଇଛି ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ। ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲା ଶାଖା ସଭାପତି ସୈୟଦ ସବିର ଅହମଦ, ସମ୍ପାଦକ ସୁବ୍ରାସୁ ପଣ୍ଡା, କୋଷାଧ୍ୟକ୍ଷା ସୀମାରେଖା ପଟେଲ, ସୁଜାନାତା ଚୌଧୁରୀ, ସନ୍ଧ୍ୟାରାଣୀ ବଢେଇ ପ୍ରମୁଖ ଉପସ୍ଥିତ ଥିଲେ। ସେପ୍ଟେମ୍ବର ସୁଦ୍ଧା ସମସ୍ତ ଦାବି ପୂରଣ ନହେଲେ ଅକ୍ଟୋବରରେ କଲମ ଛାଡ଼ ଆନ୍ଦୋଳନ ଓ ବିଧାନସଭା ଘେରାଉ କରି ରାଜରାସ୍ତାରେ ଆନ୍ଦୋଳନ କରିବୁ ବୋଲି ସଭର ସମ କର୍ମକର୍ତ୍ତା କହିଛନ୍ତି।